ସାହାରା ଚିଟଫଣ୍ଡ ମନି ଫେରସ୍ତକୁ ନେଇ ଆସିଲା ବଡ଼ ଖବର। ଆଉ 50,000 ନୁହେଁ, ଏବେ 10 ଲକ୍ଷ ଟଙ୍କା ଯାଏଁ ଫେରସ୍ତ ପାଇଁ କରନ୍ତୁ ଆବେଦନ। 45 ଦିନରେ ଆସିବ ଟଙ୍କା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ ଟଙ୍କା ଫେରସ୍ତ ପାଇଁ ଦାବି କରିପାରିବେ। ପୂର୍ବରୁ କେବଳ ଅଳ୍ପ ପରିମାଣର ଟଙ୍କା ପାଇଁ ଆବେଦନ କରାଯାଉଥିଲା। ତେବେ କେଉଁମାନଙ୍କୁ ମିଳିବ ଟଙ୍କା? ସାହାରାର ମୁଖ୍ୟ 4ଟି ସୋସାଇଟିରେ ନିବେଶ କରିଥିବା ଜମାକାରୀମାନେ ଏହି ସୁବିଧା ପାଇବେ। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି, ସାହାରାୟନ ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି, ହାମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ ସୋସାଇଟି, ଷ୍ଟାର୍ସ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି। ଯଦି ପୂର୍ବରୁ ଆପଣଙ୍କ ଆବେଦନରେ କୌଣସି ତ୍ରୁଟି ଯୋଗୁଁ ତାହା ଖାରଜ ହୋଇଥିଲା, ତେବେ ଆପଣ ପୁନର୍ବାର ରିସବମିଟ୍ କରି ସଂଶୋଧନ କରିପାରିବେ। ତେବେ ଆସନ୍ତୁ ଜାଣିବା କିଭଳି କରିବେ ଆବେଦନ। ଅନଲାଇନ୍ ପୋର୍ଟାଲରେ କରିପାରିବେ ଆବେଦନ। ନିବେଶକଙ୍କୁ ସିଆରସିଏସ୍ ଯଥା ସାହାରା ରିଫଣ୍ଡ ପୋର୍ଟାଲକୁ ଯାଇ ନିଜର ପଞ୍ଜୀକରଣ କରିବାକୁ ହେବ। ତେବେ ଆବଶ୍ୟକୀୟ ଦସ୍ତାବିଜ କ'ଣ ରହିଛି? ଆଧାର ନମ୍ବର ଯାହା ମୋବାଇଲ ଲିଙ୍କ ଥିବା ଜରୁରୀ ଅଟେ। ସଦସ୍ୟତା ନମ୍ବର ଯଥା ମେମ୍ବରସିପ୍ ନମ୍ବର ଏବଂ ଜମା ରସିଦ। ତେବେ ପ୍ୟାନ୍ କାର୍ଡର ଆବଶ୍ୟକତା କ'ଣ ରହିଛି? ଯଦି ଆପଣଙ୍କ ଦାବି ରାଶି 50,000 ଟଙ୍କାରୁ ଅଧିକ, ତେବେ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ। ସମୟସୀମା କ'ଣ ରହିବ? ଆବେଦନର 45 ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ସିଧାସଳଖ ଆପଣଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ। ତେବେ ନିବେଶକମାନଙ୍କ ପାଇଁ ସତର୍କତା କ'ଣ ରହିଛି? ନିବେଶକମାନେ ନିଜର ନାମ, ରସିଦ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟ ଅତି ସାବଧାନତାର ସହିତ ପୂରଣ କରନ୍ତୁ। ଯଦି ଆପଣଙ୍କ ପାଖରେ ଏକାଧିକ ବଣ୍ଡ ବା ରସିଦ ଅଛି, ତେବେ ସମସ୍ତ ବିବରଣୀ ଗୋଟିଏ ଆବେଦନରେ ହିଁ ଦିଅନ୍ତୁ, କାରଣ ବାରମ୍ବାର ଆବେଦନ କରିବାର ବିକଳ୍ପ ନାହିଁ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ।